ଲୋକଙ୍କଠାରୁ ଛିନତାଇ ଏବଂ ଲୁଟ୍ ଘଟଣା ବଢି ଚାଲିଛି କିନ୍ତୁ ଆଜି ସାର୍ ପୋଲିସ ସବ୍ ଜଣେ ଇନ୍ସପେକ୍ଟର ମ୍ୟାଡାମଙ୍କର ଛିନତାଇ ହେଇଛି କେମିତି ସାର୍ ଦେଖୁଛନ୍ତି ଆଉ ସାର୍ ଟାଉନ ଥାନା ବାହାରେ ଛିଡା ହେଇଛନ୍ତି ଦୁଇ ଲେଡି ତାଙ୍କର ବି ଚେନ୍ ଛିନତାଇ ହେଇଛି କାହିଁକି ସାର୍ ଏଗୁଡା ଘଟୁଛି ପୋଲିସ ନିଷ୍କ୍ରିୟ ବୋଲି ନାଇଁ ଦେଖନ୍ତୁ ଏଇଟା କହୁଛନ୍ତି ସେଟା ଆମର ପୋଲିସ ନିଷ୍କ୍ରିୟ ନୁହେଁ ବର୍ତ୍ତମାନ ସେ ଲୋକ ଧରା ପଡିଛନ୍ତି ଯୋଉମାନେ ଯୋଉ ଗ୍ୟାଙ୍ଗଟା ସେମାନେ ଖାସ କରି ଇରାନୀ ଗ୍ୟାଙ୍ଗ ଯୋଉମାନେ ଅଛନ୍ତି ତାଙ୍କର ଜଣେ ମେମ୍ବର ତାଙ୍କ ନାଁ ଏବେ ଡିସକ୍ଲୋଜ ଉଠେଇ କରୁନି କାରଣ ସେ କେସର ଇନଭେଷ୍ଟିଗେସନ ଅନ୍ ଅଛି କାହିଁକିନା ବାକି ଆମକୁ ରିକଭରି କରିବାକୁ ଅଛି ଆମ ଟିମ୍ ବର୍ତ୍ତମାନ ରିକଭର ମୁଡରେ ଅଛି ଯୋଉ ଯୋଉ ପ୍ରପର୍ଟି ଯାଇଛି ବାକି ରହିଲା ଯୋଉ ଗ୍ୟାଙ୍ଗଟା ଇରାନୀ ଗ୍ୟାଙ୍ଗ ଥାନ୍ତି ସେମାନଙ୍କ ମଡସ୍ ଅପରାଣ୍ଡି ହେଲା ସେମାନେ ଆସିକି ଗୋଟେ ସାଙ୍ଗେ ସାଙ୍ଗେ ସିରିଜ ଅଫ୍ କ୍ରାଇମ କରିକି ଯୋଉଟା ବିଗତ 2 ବର୍ଷ ତଳେ ମଧ୍ୟ ଯୋଉଟା ହେଇଥିଲା ତାକୁ ମଧ୍ୟ ଧରା ହୋଇଥିଲା ଚେନ୍ ମଧ୍ୟ ରିକଭରି ହେଇଥିଲା ସେ ବାବଦରେ ଏବେ ମଧ୍ୟ ସେ ଲୋକ ଧରା ପଡିଛନ୍ତି ତାଙ୍କୁ ଇଣ୍ଟରୋଗେସନ କଲା ପରେ ସେ ଯୋଉଠି ରଖିଛନ୍ତି ସେଠି ରିକଭର କରିବା ପାଇଁ ଆମ ଟିମ୍ ମଧ୍ୟ ପ୍ରୋସିଡ୍ କରିଛନ୍ତି ତେଣୁ ମୁଁ କହିବି ଏମିତି ଆଶା ହରିବା କଥା ନୁହେଁ ଆମେ ମାନେ ମଧ୍ୟ ମେହନତ କରୁଛୁ ପରିଶ୍ରମ କରୁଛୁ ଏବଂ କରିବା ପାଇଁ ଟିକେ ଆସ୍ଥା ରଖିକି ଆମ ଉପରେ ମାନେ ଆସ୍ଥା ରଖିଲେ ସହରରେ ଲୋକମାନେ ବିଶେଷ କରି ବୁଦ୍ଧିଜୀବୀ ଏବଂ ମହିଳାମାନେ କେମିତି ସାର୍ ପୋଲିସ ଉପରେ ବିଶ୍ୱାସ ରଖିବେ ଆଜି ଯୋଉ ଘଟଣା ଘଟିଲା ଗଣମାଧ୍ୟମରେ ବାଜୁଚାର ଜଣେ ଇନ୍ସପେକ୍ଟର ମହିଳା ଇନ୍ସପେକ୍ଟର ବେକରୁ ସର୍ବସାଧାରଣ ଗହଳି ସ୍ଥାନରେ ନେଇଗଲେ ତ କେମିତି ସାର୍ ଆପଣଙ୍କ ଉପରେ ବିଶ୍ୱାସ ରଖିବେ ପୋଲିସ କଣ ସାର୍ ମେସେଜ ଦେବେ ସମାଜକୁ ଦେଖନ୍ତୁ ବିଶ୍ୱାସ ଆମର ତ 24/7 ଆମର ଏଫର୍ଟସ୍ ଜାରି ଅଛି କ୍ରାଇମ କୁ 100% ପ୍ରିଭେଣ୍ଟ ନ କଲେ ବି ଆମର ମୋଟୋ ହଉଛି 100% ପ୍ରିଭେଣ୍ଟ କରିବାଟା ଆଉ ତା ପାଇଁ ଆମେ ପ୍ରତିଦିନ ମେହନତ ମଧ୍ୟ କରୁଛୁ ଏବଂ ଡିଟେକ୍ସନ ମଧ୍ୟ କରୁଛୁ ବାକି ରହିଲା ଟିକେ ଧୈର୍ଯ୍ୟ ରଖିକି ଆମକୁ ଟିକେ କୋପରେସନ କଲେ ଆମ ମନୋବଳ ମଧ୍ୟ ବୃଦ୍ଧି ପାଇବ ଆମେ ମାନେ ମଧ୍ୟ 100% ଡିଟେକ୍ସନ କରିବାକୁ ମଧ୍ୟ ଦୃଢ ପରିକର ଟାଉନ ପୁଲିସ କାହିଁକି ସାର୍ ପେଟ୍ରୋଲିଂ କଡାକଡି କରୁନି ଏବଂ ବିଶେଷ କରି ତ କଚେରୀ ନୂଆ ବଜାର ଚରମ୍ପା ଜନଗହଳିପୂର୍ଣ୍ଣ ଅଞ୍ଚଳରେ କାହିଁକି ସାର୍ ପେଟ୍ରୋଲିଂ କରିବାରେ ଆମେ ଦେଖିବାକୁ ପାଉଛୁ ଦେଖନ୍ତୁ ମୁଁ ଏହା ମଧ୍ୟ କହି ରଖି ଏଇ ସବୁ ଜିନିଷ ହେଲା ପରେ ଆମେ ମଧ୍ୟ ଏହାକୁ ମାନେ ସିନିୟର ଅଫିସର ମଧ୍ୟ ଏହାକୁ ଗୁରୁତ୍ୱ ସହିତ ନେଇଛନ୍ତି ଏବଂ ପେଟ୍ରୋଲିଂ କୁ କେମିତି ଅଭିନବ ଉପାୟରେ କୋଉ ହିସାବରେ ଆମେ କଣଟା ଟେକ୍ନିକାଲି କଣ ଇମ୍ପ୍ରୁଭ କଲେ ଆହୁରି ମଧ୍ୟ କ୍ରାଇମ କୁ ଅଟକେଇ ହବ ତାହା ମଧ୍ୟ ଆମେ ବିଚାରାଧୀନ ଅଛି ଜଲ୍ଦି ମଧ୍ୟ ଆମେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବୁ ଯେମିତିକି ଏଇ ସବୁ ପ୍ରପର୍ଟି ଅଫେନ୍ସ କୁ ଦୂରୀଭୂତ କରିହବ